ନମସ୍କାର, ମୁଁ ନିବେଦିତା। ମୁଁ ଆପଣମାନଙ୍କ ସାମ୍ନାରେ ଆଜି ଗୋଟେ ଗପ କହିବା ପାଇଁ ଯାଉଛି। ଗପଟି ଆପଣମାନେ ଶୁଣନ୍ତୁ। ଆଉ ଗପ ଶୁଣିଲା ବେଳେ ଗୋଟେ ରେସିପି ମଧ୍ୟ ଦେଇଛି, ତାକୁ ବି ଦେଖନ୍ତୁ। ଯଦି ଭଲ ଲାଗୁଛି ଆପଣମାନଙ୍କୁ, ଆପଣମାନେ ଟିକେ ଲାଇକ୍ କରନ୍ତୁ। ଚାଲନ୍ତୁ ଶୁଣିବା ଗପ। ସୁନି ସୁନି ଏକ ମଧ୍ୟବିତ୍ତ ପରିବାରର ଉଚ୍ଚ ଶିକ୍ଷିତ ସରଳ ନାରୀଟିଏ। ତା ପରିବାରରେ ସେ ଖୁସିରେ ରହେ, ନିଜ କାମ କରେ, ନିଜ ପରିବାରକୁ ଧ୍ୟାନ ଦିଏ, ନିଜ ସ୍ୱାମୀ ସଂସାରକୁ ନେଇ ସେ ଭଲରେ ଥାଏ। କାହାକୁ ସେ କେବେ ଡିଷ୍ଟର୍ବ କରିବାକୁ ଚାହେଁନି, କି ସେ ନିଜେ କାହା ଦ୍ୱାରା ଡିଷ୍ଟର୍ବ ହଉ ଏ ସୁଯୋଗ ମଧ୍ୟ ସେ କାହାକୁ ଦିଏନି। ଏମିତି କିଛି ଦିନ ବିତିଗଲା ପରେ ତା ଜୀବନରେ ଜଣେ ଦୁଷ୍ଟ ନାରୀ ପ୍ରବେଶ କରେ। ସେ ନାରୀର ନାମ ହେଲା କାଳିକା। ଆଉ ତାର କାମ ଅନ୍ୟମାନଙ୍କ ବିଷୟରେ ଖରାପ କଥା ପ୍ରଚାର କରିବା, ମିଛ କହିବା। ଏମିତି ଜଣେ ନାରୀ ତା ଜୀବନରେ ଆସେ। ସେମିତି ତା ପାଖାପାଖି ରହୁଥିବା ସମସ୍ତ ନାରୀଙ୍କର ଚରିତ୍ର ଚିତ୍ରଣ ଆସି ସୁନି ଆଗରେ ବସି ସେ କରୁଥାଏ। ସବୁ ମିଛ କଥା ଗୁଡ଼ା ସବୁ ସେ କରୁଥାଏ। ସୁନି ସେଟାକୁ ଜାଣି ମଧ୍ୟ ନିଜେ ନିଜର ସଂସ୍କାରକୁ ନ ଭୁଲି ଜଣେ ତା ଘରକୁ ଆସିଛି, ତାକୁ ସମ୍ମାନ ଦେବା ପାଇଁ ସେସବୁ କଥା ଶୁଣିଦିଏ, କିନ୍ତୁ ଏ କାନରେ ପୁରେଇ ସେ କାନରେ ବାହାର କଲା ପରି ସେ ସେମିତି ତାକୁ ମ୍ୟାନେଜ୍ କରିକି ତାକୁ ଘରୁ ବିଦା କରିଥାଏ। ତ ଏମିତି ବହୁତ ଦିନ ଗଲା। ସୁନି ଏଥିରେ ବହୁତ ଅତିଷ୍ଠ ହୋଇପଡ଼ିଲା, କାରଣ ତାର ଅଯଥା ସମୟ ଗୁଡ଼ା ନଷ୍ଟ ହେଉଛି। ସେଥିରେ ସେ ଖରାପ କଥା ଶୁଣିକି ସମୟ ନଷ୍ଟ ହେଉଛି। ତା ଭିତରେ ତାର ମାଇଣ୍ଡ ବି ପଲ୍ୟୁଟେଡ଼୍ ହେଉଛି, ତା ମାଇଣ୍ଡ ବି ପଲ୍ୟୁଟେଡ଼୍ ହେଇଯାଉଛି। ସେଥିପାଇଁ ସେ କ'ଣ କଲା, କିଛି ଉପାୟ ଖୋଜିଲା ଯେ କ'ଣ କରାଯାଇପାରେ। ତ ଏଥିମଧ୍ୟରେ କିଛି ସେ ନ ପାଇ କିଛି ଗୋଟେ ସୁବର୍ଣ୍ଣ ସୁଯୋଗ ତାକୁ ମିଳିଗଲା ମଝିରେ। ତ ତାକୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହେବାକୁ ପଡ଼ିଲା। ତ ସିଏ ସେଥିରେ ବହୁତ ଖୁସି ହେଇଗଲା। ତାପରେ କାଳିକା ଆରମ୍ଭ କଲା ସୁନି ଉପରେ ତାର ଅତ୍ୟାଚାର। ସୁନି ନାଁର ମିଛ ଅପପ୍ରଚାର ବହୁତ କିଛି କରିଚାଲିଲା। ଆଉ କାଳିକାକୁ କିଛି ତାର ସହଯୋଗୀମାନେ ବି ସହଯୋଗ କଲେ ସେଥିରେ ଅପପ୍ରଚାର କରିବାରେ ସୁନି ନାଁରେ। ସୁନି ସେସବୁ ଶୁଣିକି ଭ୍ରୂକ୍ଷେପ କିଛି କରିନଥିଲା, କାରଣ ସେ ନିଜେ ଜାଣିଥିଲା ଯେ ସେ ଠିକ୍ ଅଛି। ଆଉ ତା ସୁନିର ଭଗବାନଙ୍କ ଉପରେ ବହୁତ ବିଶ୍ୱାସ ଥାଏ। ସେ ଜାଣିଥିଲା ସିଏ କିଛି ନ କରିପାରିଲେ ମଧ୍ୟ ଭଗବାନ କିଛି ନା କିଛି ନିଶ୍ଚିତ କରିବେ। ତ ସେଥିମଧ୍ୟରେ ସମୟ ଅତିବାହିତ ହୋଇ ଚାଲିଲା। ସୁନିକୁ ସେଠି ନ ରଖେଇବା ପାଇଁ ବହୁତ ଯୋଜନା କରିଚାଲିଲା କାଳିକା, କିନ୍ତୁ ସବୁଥିରେ ସେ ଫେଲ୍ ମାରିଲା। ଆଉ ଏମିତି ବି ଗୋଟେ ସମୟ ଆସିଲା, ଭଗବାନ ତାକୁ ଏମିତି ଗୋଟେ ଜାଗାରେ ପହଞ୍ଚେଇଲେ, ଗୋଟେ ସମୟରେ ପହଞ୍ଚେଇଲେ ଯେଉଁ ସମୟରେ କି ସେ ଅନ୍ୟମାନେ କାହାକୁ ବି ମୁହଁ ଦେଖାଇ ପାରିଲା ନାହିଁ। ତ ସେମିତି କିଛି ଘଟେଇଲେ ତା ଜୀବନରେ, ସେ କାହାକୁ ବି ମୁହଁ ଦେଖାଇ ପାରିଲାନି। ତେଣୁ ଆମେ କାହିଁକି କାହା ନାଁରେ ମିଛ କଥା କହିବା, କାହାକୁ କାହିଁକି ବଦନାମ କରିବା? କର୍ମ କରିଣ ଫଳ ପାଇ ପ୍ରାଣିତା ଅବଶ୍ୟ ଭୁଞ୍ଜଇ, ଏଇଟା ଗୋଟେ ସତ କଥା।